ପ୍ରିପେୟାର କରିଛି। ଏହାକୁ ପଞ୍ଚମରୁ ଦଶମ ଶ୍ରେଣୀ ପିଲାମାନେ ପଢ଼ିପାରିବେ। ଏହା ସେମାନଙ୍କ ପାଇଁ ବହୁତ ଉପଯୋଗୀ ହେବ ଏବଂ କମ୍ପିଟେଟିଭ୍ ପିଲାମାନଙ୍କ ପାଇଁ ବହୁତ ଜରୁରୀ ଅଟେ। ଓଡ଼ିଆ ବ୍ୟାକରଣ କମ୍ପିଟେଟିଭ୍ ଏକ୍ଜାମରେ 10 ମାର୍କ ପଡ଼ିଥାଏ। ତ ବେଶୀ ସମୟ ବର୍ବାଦ ନ କରି ଆମେ ଟପିକକୁ ଆସିବା। ଆଜି ଆମେ ବ୍ୟଞ୍ଜନ ବର୍ଣ୍ଣ ବିଷୟରେ ପଢ଼ିବା। ବ୍ୟଞ୍ଜନ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଆମେ ଫଳା କହିଥାଉ। ଆମେ ସ୍ୱରବର୍ଣ୍ଣରେ ପଢ଼ିଥିଲେ ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ଲିପି କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବର୍ଗୀୟ ବ୍ୟଞ୍ଜନ, ଅବର୍ଗୀୟ ବ୍ୟଞ୍ଜନ। ଆମେ ଧ୍ୱନି ବା ବର୍ଣ୍ଣରେ ପଢ଼ିଥିଲେ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣ। ଆମେ ବର୍ଗୀୟ ବ୍ୟଞ୍ଜନ ବିଷୟରେ ଆଲୋଚନା କରିବା। କ ଠାରୁ ମ ପର୍ଯ୍ୟନ୍ତ 25ଟି ଅକ୍ଷର ବା ବର୍ଣ୍ଣକୁ ବର୍ଗୀୟ ବ୍ୟଞ୍ଜନ କୁହାଯାଏ। ଆମେ ସ୍ୱରଧ୍ୱନିରେ ପଢ଼ିଥିଲେ ଅ, ଆ, ସେଇଦିକେ ଔ ପର୍ଯ୍ୟନ୍ତ 11ଟି ଅକ୍ଷର ବା ବର୍ଣ୍ଣକୁ ସ୍ୱରଧ୍ୱନି କୁହାଯାଏ। ସେହିପରି ବର୍ଗୀୟ ବ୍ୟଞ୍ଜନରେ 25ଟି ବର୍ଣ୍ଣକୁ ଯଥା କ ଠାରୁ ମ ପର୍ଯ୍ୟନ୍ତ ସମସ୍ତ ବର୍ଣ୍ଣକୁ 5 ଭାଗରେ ବିଭକ୍ତ କରାଯାଇଛି। ଆମେ ସ୍ୱରଧ୍ୱନିରେ ପଢ଼ିଥିଲେ ଏଥିରେ 11ଟି ବର୍ଣ୍ଣ ଅଛି। ଏଥିରେ 11ଟି ବର୍ଣ୍ଣ ଥିଲେ ମଧ୍ୟ ଆମେ 8ଟି ବର୍ଣ୍ଣକୁ ପ୍ରାଧାନ୍ୟ ଦେଉଛେ। ବର୍ଗୀୟ ବ୍ୟଞ୍ଜନରେ ଭାଗ ହୋଇଥିବା 5ଟି ବର୍ଣ୍ଣକୁ ଆମେ ଜାଣିବା ଯଥାକ୍ରମେ 1 କ ବର୍ଗ। ଯେମିତି ଏହାକୁ 5 ଭାଗରେ ବିଭକ୍ତ କରାଯାଇଛି। କ ଠାରୁ ମ ପର୍ଯ୍ୟନ୍ତ 5ଟି ଶବ୍ଦକୁ ଆମେ ବର୍ଣ୍ଣକୁ ଅଲଗା ଅଲଗା ଭାଗରେ ଭାଗ କରାଯାଇଛି। କ ବର୍ଗ କ, ଖ, ଗ, ଘ, ଙ। ଏହାକୁ କଣ୍ଠ ବର୍ଗ କୁହାଯାଏ। ଚ ବର୍ଗ ଚ, ଛ, ଜ, ଝ, ଞ ତାଲବ୍ୟ ବର୍ଗରେ ଗଣାଯାଏ। ଟ ବର୍ଗ ଟ, ଠ, ଡ, ଢ, ଣ ଏହାକୁ ମୂର୍ଧନ୍ୟ ବର୍ଗ କୁହାଯାଏ। ତ ବର୍ଗ ଚତୁର୍ଥରେ ତ ବର୍ଗ ତ, ଥ, ଦ, ଧ, ନ ଏହାକୁ ଦନ୍ତ୍ୟ ବର୍ଗ କୁହାଯାଏ। ପ ବର୍ଗ ପଞ୍ଚମ ହେଲା ପ ବର୍ଗ ପ, ଫ, ବ, ଭ, ମ ଏହାକୁ ଓଷ୍ଠ୍ୟ ବର୍ଗ କୁହାଯାଏ। ଏହି 5 ଭାଗରେ ବିଭକ୍ତ କରାଯାଇଥିବା ବର୍ଗୀୟ ବ୍ୟଞ୍ଜନକୁ ପ୍ରତ୍ୟେକ ବର୍ଗୀୟ ବ୍ୟଞ୍ଜନର ପ୍ରଥମ ଦ୍ୱିତୀୟ ବର୍ଣ୍ଣକୁ ଆମେ ଅଘୋଷ ବର୍ଣ୍ଣ କହିବା ବା କୁହାଯାଏ। ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବର୍ଣ୍ଣକୁ ସ୍ୱଘୋଷ ବର୍ଣ୍ଣ କହିବା ବା କୁହାଯାଏ। ଅଘୋଷ ବର୍ଣ୍ଣ ଆମେ କ ବର୍ଗରେ ପ୍ରଥମ ଦ୍ୱିତୀୟ ବର୍ଗକୁ ଦନ୍ତ୍ୟ ବର୍ଗ କହୁଥିଲେ କ, ଖ। ଚ ବର୍ଗରେ ଚ, ଛ। ଟ ବର୍ଗରେ ଟ, ଠ। ତ ବର୍ଗରେ ତ, ଥ। ପ ବର୍ଗରେ ପ, ଫ ଏହାକୁ ଅଘୋଷ ବର୍ଣ୍ଣ କୁହାଯାଏ। ସ୍ୱଘୋଷ ବର୍ଣ୍ଣ କ ବର୍ଗରେ ଗ, ଘ, ଙ। ଚ ବର୍ଗରେ ଜ, ଝ, ଞ। ଟ ବର୍ଗରେ ଡ, ଢ, ଣ। ତ ବର୍ଗରେ ଦ, ଧ, ନ। ପ ବର୍ଗରେ ବ, ଭ, ମ। ବର୍ଗ ବ୍ୟଞ୍ଜନରେ 5 ଭାଗରେ ବିଭକ୍ତ କରାଯାଇଥିବା ପ୍ରତ୍ୟେକ ବର୍ଗକୁ ଯଥାକ୍ରମେ ପ୍ରଥମ, ତୃତୀୟ ଓ ପଞ୍ଚମ ବର୍ଣ୍ଣକୁ ଅଳ୍ପ ପ୍ରାଣ ବର୍ଣ୍ଣ କୁହାଯାଏ।
ପ୍ରଥମ ତୃତୀୟ ଓ ପଞ୍ଚମ ବର୍ଣ୍ଣକୁ ଅଳ୍ପ ପ୍ରାଣ ବର୍ଣ୍ଣ କୁହାଯାଏ। ଦ୍ୱିତୀୟ ଓ ଚତୁର୍ଥ ବର୍ଣ୍ଣକୁ ମହାପ୍ରାଣ ବର୍ଣ୍ଣ କୁହାଯାଏ। ଅଳ୍ପ ପ୍ରାଣ ବର୍ଣ୍ଣ ଏକ କ ବର୍ଗରେ କ